ନକା ଇଏ କର ମୁଁ କହୁଛି ଆମେ ହେଇ ଯୋଉ କଣ ପାର୍କଟା ନାଁଟା କହିଲୁ ପାର୍କ ବୁଲିକି ଆସିକି ଆମେ ସପ୍ତଶଯ୍ୟା ଆଡେ ପଶିଗଲୁଣୁ ତା ଝରଣା ପାଣି ହେଡେ ଅଛନ୍ତି ସବୁ କେତେ ଲୋକ ବାକ ଚାଲି ଚାଲି ଯାଉଛନ୍ତି ଆମେ ବି ଚାଲୁଛୁ ଆଉ ଗୋଡ ପାଦ ଉଠି ପାରୁନି କିଏ କଣ ନାଲିଶ ଫାଲିଶ କରିଦେବ ଟିକେ ଉଠି ଯାଆନ୍ତୁ। ହାय ବର୍ତ୍ତମାନ ଆମେ ଆସିଛୁ ସପ୍ତଶଯ୍ୟା ବୁଲିବାକୁ। ଓକେ ଏଠି ଚଢିବା ପାଇଁ ଗାଣ୍ଡି ଫାଟି ଯାଉଛି ନାହିଁ ପୁରା ବହୁତ କଷ୍ଟକର ଜିନିଷ ଆଉ ଉଠି ପାରୁନୁ ଆମେ ଆମ ପାଦ ଉଠୁନି କୋଉଠି ପାଣି ଫାଣି କୋଉଠି ଅଛି କଣ କେମିତି ପଡୁଛି ଝରଣା ଫରଣା ଆମେ ଜାଣିପାରୁନୁ କିଛି ଫାର୍ଷ୍ଟ ଟାଇମ ଆମେ ଆସୁଛୁ ଯଦି ଏନର୍ଜି ପାଖରେ ଚାଲିଲା ନହେଲେ ଆମେ ଚାଲିଯିବୁ ମୁଁ ଯାଉଛି ଲଗେଇବି ଦୂରଟାରେ କେତେ ବାଟ କି କଣ ଯୋଉ ଭାଇ ମାନେ ସପ୍ତଶଯ୍ୟା ଆସିବାକୁ ଚାହୁଁଛ ଏଇ ଉପରକୁ କେହି ଆସିବନି ଓହୋ ମୋ ଗୁଡ଼ ବାଟ ମୁଡି ହେଇଗଲାଣି ଆସିକି ପୁରା ବୋଥା କିଛି ଜଣା ପଡା ନାହିଁ ଆମେ ଫେରିକି ଯାଉଛୁ ଚାଲି ଚାଲି 3 କିଲୋମିଟର ଭଳି ଚାଲିକି ଆଇଲୁଣି ଉପରେ ପାହାଡରେ କିନ୍ତୁ କିଛି ହିଁ ନାହିଁ। ହ୍ୟାଲୋ ଗାଇଜ୍ ଆମେ ବର୍ତ୍ତମାନ ଆସିଛୁ ଢେଙ୍କାନାଳଠୁ ଏ ଜାଗା ହେଉଛି ଭୀଳପାଟଣା ଦେଖନ୍ତୁ ବହୁତ ସୁନ୍ଦର ହେଇଛି ଜାଗାଟା ଟିକେଟ୍ ନେଉଛନ୍ତି 500 ଟଙ୍କା ଗାଧୁଆ ପାଧୁଆ କରିବେ ଆଉ ବୁଲିବା ପାଇଁ 50 ଟଙ୍କା। এই ଜାଗାଟା ଗାଧୁଆ ପାଇଁ ଭଲ ହେଇଛି। ମୁଁ ଆସିଛି ଆଉ ମୋ ସାନ ଭାଇ ଆଇଛି ଜାଗାଟା ବହୁତ ବଢ଼ିଆ ହେଇଛି। ଲୋକ ବହୁତ କମ୍ ଅଛନ୍ତି। ଆଜି ଆମକୁ ଖୋଜୁଥିବେ ଆଜି ଆମକୁ ଖୋଜୁଥିବେ କଣ ଦେଖିବା ଆଉ କଣ ଦେଖିବା ଆଉ ଏପଟେ ବାଟ ଥିବ ଯୋଉ ପଳେଇବା ନା ଏପଟେ ଯା ଏଇଟା ବାଟ ବୋଧେ ଏଇଟାକୁ ଯା ଏଇଟାକୁ ଧରିକି